ମାଡ଼ି ଆସୁଛି ବାତ୍ୟା ମନ୍ଥା, ଆନ୍ଧ୍ରରେ ପଶିବ, ଓଡ଼ିଶାରେ ଘାଣ୍ଟିବ। ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ୁଛି ବାତ୍ୟା ମନ୍ଥା। ସେବେଳେ ଆଜି ସକାଳେ ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ। ତାପରେ ଆନ୍ଧ୍ରପ୍ରଦେଶ କାକିନଡ଼ା ଆଡ଼କୁ ମୁହାଁଇବ। ସେଭଳି ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପ୍ରାୟ 3 ରୁ 4 ଘଣ୍ଟା ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଜି ରାତ୍ରିରୁ ସକାଳେ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମନ୍ଥାର ବଡ଼ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 90 ରୁ 100 କିଲୋମିଟର ରହିବ। ସର୍ବାଧିକ ପବନର ବେଗ 110 କିଲୋମିଟର ରହିବ। ଏହାପରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ବର୍ତ୍ତମାନ କାକିନଡ଼ା ଉପକୂଳରୁ 450 କିଲୋମିଟରରୁ ଅଧିକ କିଲୋମିଟର ଦୂରରେ ସକ୍ରିୟ ରହିଛି ବାତ୍ୟା। ବିଶାଖାପାଟନମ୍ ଉପକୂଳ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 500 କିଲୋମିଟର ଦୂର ଏବଂ ଗୋପାଳପୁର ଉପକୂଳ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ 700 କିଲୋମିଟର ଦୂରରେ ରହିଛି ବାତ୍ୟା। ପାଣିପାଗ ବିଭାଗର ଆକଳନ ଅନୁସାରେ ଆସୁଥିବା ବାତ୍ୟା ଆନ୍ଧ୍ରରୁ ଛତିଶଗଡ଼ ଭାୟା ଓଡ଼ିଶା ଦେଇ ଗତି କରିବ। ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶାର ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ। ଓଡ଼ିଶା ପ୍ରବେଶ କଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ 80 କିଲୋମିଟର ଥିବ। ତାପରେ ମଧ୍ୟପ୍ରଦେଶ ଉପକୂଳରେ ଯାଇ ଦୁର୍ବଳ ହେବ। ବାତ୍ୟା ମନ୍ଥା ସିଧାସଳଖ ଓଡ଼ିଶାରେ ମାଡ଼ ନ ହେଲେ ବି ବଡ଼ ପ୍ରଭାବ ପକାଇବ। ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ କେତେକ ଜିଲ୍ଲାରେ 80 କିଲୋମିଟର ବେଗରେ ପବନ ବହିବ। 28 ତାରିଖ ବା ଆଜି ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିଭଳି 29 ତାରିଖ ପାଇଁ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି କରିଛି IMD। ଏଥିସହ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।